ପ୍ରଶାସନ ଶୁଣିଲା ନାହିଁ, ବିଚ୍ଛିନ୍ନ ହୋଇଯିବ ନୂଆଗାଁ ରାସ୍ତା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଚିରନିଦ୍ରାରେ ଶୋଇଛି ପ୍ରଶାସନ। ସବୁ ଦେଖି, ସବୁ ଜାଣି, ସବୁ ଶୁଣି ମଧ୍ୟ ଅନ୍ଧମୁଖ ବଧିର ସାଜି ରହିଯିବା ପ୍ରଶାସନର ଅବହେଳିତ ଜ୍ୱଳନ୍ତ ପ୍ରତିଛବି ଆଜି ହଜାର ହଜାର ପଥଯାତ୍ରୀଙ୍କ ଜୀବନ ଜୀବିକାରେ କୁଠାରଘାତ କରିଛି। ପ୍ରଶାସନର ହୀନଦୃଷ୍ଟି ଚକ୍ରାନ୍ତ ଆଜି ସ୍ପଷ୍ଟ ବାରି ହୋଇଯାଉଛି ଯେ ପ୍ରଶାସନ ଜାଣି ଜାଣି ଏହି ରାସ୍ତାକୁ ବିଚ୍ଛିନ୍ନ କରିଦେବାକୁ ବସିଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ। ବର୍ଷ ବର୍ଷ ଧରି ଏହି ଗ୍ରାମବାସୀ ତଥା ଏହି ରାସ୍ତା ଉପରେ ଭରସା କରୁଥିବା ପ୍ରାୟ 15 ଗୋଟି ଗ୍ରାମ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଯମ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ଜୀବିକାରେ ସଂଘର୍ଷ କରୁଛନ୍ତି ସିନା, ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଏହି ରାସ୍ତା ଉପରେ କାହାରି ଦୃଷ୍ଟି ପଡୁନାହିଁ। ଶେଷରେ ପିଲାମାନେ ସ୍କୁଲ ଯିବା ପାଇଁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି। ଅହରହ ରାସ୍ତାରେ ବଢୁଛି କେନାଲ ପାଣି। ବିଲ ଖମାରରେ କେନାଲ ପାଣି ଯିବାର ସୁବିଧା ଥିଲେ ମଧ୍ୟ ରାସ୍ତା ଉପରେ କେନାଲ ପାଣି ଯିବା କେତେ ନିନ୍ଦନୀୟ ଦୃଶ୍ୟ ତାହା ବୋଧେ ପ୍ରଶାସନ ହୃଦୟଙ୍ଗମ କରିପାରୁନାହିଁ। ସାମାନ୍ୟ ଅଳ୍ପ ବ୍ୟୟରେ କେନାଲ ପାଣିକୁ ଆୟତ୍ତ କରିବାରେ ଯେଉଁ ପ୍ରଶାସନ ମୁଣ୍ଡ ଭର୍ତ୍ତି କରିପାରୁନାହିଁ, ସେହି ପ୍ରଶାସନ ଯେ ଆଉ କେଉଁ କାମରେ ମୁଣ୍ଡ ଭର୍ତ୍ତି କରି ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେଇପାରିବ, ତାହା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଏହି ରାସ୍ତା ଉପରେ ପଥଚାରୀ ଏବେ ଭରସା ତୁଟାଇ ସାରିଲେଣି। ଦୂର ହେଉ ପଛେ ଅନ୍ୟ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ଖିରେଇଟାଙ୍ଗିରିରେ ସ୍କୁଲ, କଲେଜ, ଡାକ୍ତରଖାନା, ଆର୍ଆଇ ଅଫିସ ଥିବା ଯୋଗୁଁ ଏହି ରାସ୍ତା ଉପରେ ସମସ୍ତେ ଭରସା କରନ୍ତି। କିନ୍ତୁ ରାସ୍ତା ମରଣଜନ୍ତା ପାଲଟି ଯିବା ପରେ ଏହି ରାସ୍ତାକୁ ଆଉ ସ୍କୁଲ ପିଲାମାନେ ମଧ୍ୟ ଭରସା କରୁନାହାନ୍ତି। ଆଉ ରୋଗୀମାନଙ୍କ କଥା କହିଲେ ନ ସରେ। କିନ୍ତୁ ପରିତାପର ବିଷୟ ଯେ ଖୁବ୍ କମ୍ ଦିନରେ ଏହି ରାସ୍ତା ଲୀନ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ, ଏଥିରେ ସନ୍ଦେହ ନାହିଁ। ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଲା ପରେ ପ୍ରଶାସନର ନିଦ ଭାଙ୍ଗି କୁମ୍ଭୀର କାନ୍ଦଣା କାନ୍ଦିବ, ଏହା ହଜାର ହଜାର ପଥଯାତ୍ରୀ ଜାଣି ସାରିଲେଣି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, ଏବି ନ୍ୟୁଜ।